କାଲିଠୁ କ'ଣ ଚିକିତ୍ସା ଆରମ୍ଭ କରାଯାଇଛି, ଆପଣ କ'ଣ ଅବଗତ କରାଯାଇଛି, ଝିଅର ଅବସ୍ଥା ବର୍ତ୍ତମାନ କେମିତି ଅଛି? ଏମ୍ସ ବୁଲେଟିନ୍ ତ ଆପଣମାନେ ସବୁ ଜାଣିଥିବେ, ସେଇ ପ୍ରକାର ଚାଲିଛି। କାଲି ମୋତେ ଡକ୍ଟର କାଲି ନେଇଯାଇଥିଲେ ଆମ ବାପା ମାଆଙ୍କୁ, ଛୁଆକୁ ପାଖକୁ ନେଇଯାଇଥିଲେ। ଛୁଆକୁ ଦେଖିଲୁ, ଡାୟାଲିସିସ୍ ଚାଲିଛି, ଟୋଟାଲ୍ ହୋଲ୍ ବଡି ବ୍ୟାଣ୍ଡେଜ୍ ଅଛି, ଖାଲି ମୁହଁରେ ବହୁତ ପାଇପ୍ ଫାଇପ୍ ସବୁ ଲାଗିଛି। କ'ଣ ଡାକ୍ତରୀ ବିଜ୍ଞାନ କଥା ମୁଁ ତ ଜାଣିନି, ଏବଂ ବେଷ୍ଟ ଟ୍ରିଟମେଣ୍ଟ ହେଉଛି ବୋଲି ସେମାନେ ବି ଆସୁରାନ୍ସ ଦେଇଛନ୍ତି ମୋତେ। ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ବି ସେମାନେ କହିଛନ୍ତି, ଏବଂ ଅନ୍ୟାନ୍ୟ ଜାତୀୟ ନେତୃବୃନ୍ଦ ଆସୁଛନ୍ତି, ବିଭିନ୍ନ ଅଧିକାରୀମାନେ ଆସୁଛନ୍ତି, ସମସ୍ତଙ୍କ ସମ୍ମୁଖରେ ମଧ୍ୟ ସେ ଡିସ୍କସ୍ ହେଉଛି। ଡିସ୍କସ୍ ଟେବୁଲ୍କି ମୋତେ ଡାକୁଛନ୍ତି, ଆଉ ମୋ ପୁଅକୁ ବି ଡାକୁଛନ୍ତି। ଡାକିକି ଆଲୋଚନା ଆମେ ଶୁଣୁଛୁ ଯେ ଡାକ୍ତର ଗୋଟିଏ କଥା ସବୁବେଳେ କହୁଛନ୍ତି ଯେ ପରିସ୍ଥିତି ବହୁତ କ୍ରିଟିକାଲ୍, ଭଗବାନଙ୍କ ଉପରେ ଭରସା। ଡକ୍ଟର ଗିରି କହୁଥିଲେ 60%ରୁ ଉପରକୁ ଯେଉଁ ବର୍ନ କେସ୍ ଗୁଡ଼ା ଆସେ ଚାନ୍ସେସ୍ ବହୁତ କମ୍ ଥାଏ। ଆଉ ମୋ ଝିଅର ତ କହୁଛନ୍ତି 90%ରୁ 95% ପର୍ଯ୍ୟନ୍ତ ଏମିତି ଡ୍ୟାମେଜ୍ ହେଇଯାଇଛି ବୋଲି। କେଉଁ ପାର୍ଟ ସବୁ ଡ୍ୟାମେଜ୍ ହେଇଛି ସେଟା ବର୍ତ୍ତମାନ ସେ ଜଣାପଡ଼ି ନାହିଁ ବୋଲି କହୁଥିଲେ, କିନ୍ତୁ ମାନେ ତା ତ ଭିତରକୁ କ'ଣ ନିଆଁ ପଶି ଯାଇଛି, ଆଉ କିଡ଼ନୀରୁ ମାନେ ପରିସ୍ରା, କଳା ପରିସ୍ରା ହେଉଥିଲେ କହୁଥିଲେ। ଡାୟାଲିସିସ୍ ପରେ ଟିକେ ପରିସ୍ରା ଟିକେ ହେଇଛି ବୋଲି ବି କହୁଥିଲେ, କିନ୍ତୁ ସେ ସାଟିସ୍ଫାଏ ନୁହନ୍ତି ଡକ୍ଟର। ହଁ ଯାଇଥିଲି, ରହିପାରିଲେନି ଆଜ୍ଞା, ଗୋଟିଏ ମିନିଟ୍ 1.5 ମିନିଟ୍ ଖାଲି ଥିଲି। ମୁଁ ତ ସେ ଝିଅ ବୋଲି ମୁଁ ଚିହ୍ନି ପାରୁନି, ଏମିତି ଅବସ୍ଥା। ବହୁତ ମେସିନ୍ ଲାଗିଛି, ଇଏ ଲାଗିଛି, ଆଉ ମୋ ଝିଅକୁ ମୁଁ ଚିହ୍ନି ପାରିଲିନି ଯେ ସେ ମୋ ଝିଅ ବୋଲି ମୁଁ ମାନେ